ନମସ୍କାର। ଆଜି ଆମେ ଆଲୋଚନା କରିବା ପଞ୍ଚମ ଶ୍ରେଣୀ ଭାଷା ମହକ ପାଠ୍ୟପୁସ୍ତକର ପାଠ 1 ଗଛ କାହାଣୀ। ଏହି କବିତାର କବି ହେଉଛନ୍ତି ଡକ୍ଟର ରାମଚନ୍ଦ୍ର ନାୟକ। ତେବେ ଆସନ୍ତୁ ପ୍ରଥମେ ଆମେ ସେହି କବି ଡକ୍ଟର ରାମଚନ୍ଦ୍ର ନାୟକଙ୍କ ସମ୍ପର୍କରେ କିଛି ଜାଣିବା। କବି ଡକ୍ଟର ରାମଚନ୍ଦ୍ର ନାୟକ 1950 ମସିହାରେ ଆମ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ଅତା ସାଇଟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କର ନାମ ଥିଲା ଭାଗୀରଥୀ ନାୟକ ଏବଂ ମାଙ୍କ ନାମ ଥିଲା ଚମ୍ପାବତୀ ନାୟକ। ସେ ପରିବାରର ଜ୍ୟେଷ୍ଠ ପୁତ୍ର ଥିଲେ। ନମସ୍କାର। ଆଜି ଆମେ ଆଲୋଚନା କରିବା ପଞ୍ଚମ ଶ୍ରେଣୀ ଭାଷା ମହକ ପାଠ୍ୟପୁସ୍ତକର ପାଠ 1 ଗଛ କାହାଣୀ। ଏହି କବିତାର କବି ହେଉଛନ୍ତି ଡକ୍ଟର ରାମଚନ୍ଦ୍ର ନାୟକ। ତେବେ ଆସନ୍ତୁ ପ୍ରଥମେ ଆମେ ସେହି କବି ଡକ୍ଟର ରାମଚନ୍ଦ୍ର ନାୟକଙ୍କ ସମ୍ପର୍କରେ କିଛି ଜାଣିବା। କବି ଡକ୍ଟର ରାମଚନ୍ଦ୍ର ନାୟକ 1950 ମସିହାରେ ଆମ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ଅତା ସାଇଟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କର ନାମ ଥିଲା ଭାଗୀରଥୀ ନାୟକ ଏବଂ ମାଙ୍କ ନାମ ଥିଲା ଚମ୍ପାବତୀ ନାୟକ। ସେ ପରିବାରର ଜ୍ୟେଷ୍ଠ ପୁତ୍ର ଥିଲେ। ନମସ୍କାର। ଆଜି ଆମେ ଆଲୋଚନା କରିବା ପଞ୍ଚମ ଶ୍ରେଣୀ ଭାଷା ମହକ ପାଠ୍ୟପୁସ୍ତକର ପାଠ 1 ଗଛ କାହାଣୀ। ଏହି କବିତାର କବି ହେଉଛନ୍ତି ଡକ୍ଟର ରାମଚନ୍ଦ୍ର ନାୟକ। ତେବେ ଆସନ୍ତୁ ପ୍ରଥମେ ଆମେ ସେହି କବି ଡକ୍ଟର ରାମଚନ୍ଦ୍ର ନାୟକଙ୍କ ସମ୍ପର୍କରେ କିଛି ଜାଣିବା। କବି ଡକ୍ଟର ରାମଚନ୍ଦ୍ର ନାୟକ 1950 ମସିହାରେ ଆମ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ଅତା ସାଇଟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କର ନାମ ଥିଲା ଭାଗୀରଥୀ ନାୟକ ଏବଂ ମାଙ୍କ ନାମ ଥିଲା ଚମ୍ପାବତୀ ନାୟକ। ସେ ପରିବାରର ଜ୍ୟେଷ୍ଠ ପୁତ୍ର ଥିଲେ। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ଲାଭ କରିଥିଲେ। ସେ ବୃତ୍ତିରେ ଜଣେ ଶିକ୍ଷକ ଥିଲେ। ତାହେଲେ ତାଙ୍କ ଦ୍ୱାରା ରଚିତ ଏ ଯେଉଁ ଆମର ଗଛ କାହାଣୀ କବିତାଟିକୁ ଆସନ୍ତୁ ଆମେ ବର୍ତ୍ତମାନ ପାଠ କରିବା। ବର୍ତ୍ତମାନ ଏହି ଗଛ କାହାଣୀ କବିତାଟିକୁ ମୁଁ ମୋ ନିଜ ସ୍ୱରରେ ଆବୃତ୍ତି କରିବି। ତୁମେମାନେ ଚାହିଁଲେ ମୋ ଠାରୁ ଆହୁରି ଭଲ ସ୍ୱରରେ ଅଲଗା ସ୍ୱରରେ ମଧ୍ୟ ତାକୁ ଆବୃତ୍ତି କରିପାରିବ। ତେବେ ଆସ ଆମେ ସେଇ ଗଛ କାହାଣୀ ଡକ୍ଟର ରାମଚନ୍ଦ୍ର ନାୟକଙ୍କର ଦ୍ୱାରା ରଚିତ ଗଛ କାହାଣୀ କବିତାଂଶଟିକୁ ଗାନ କରିବା। ନରମ ଗୋଳାରେ ଗଛଟି କହଇ ଶୁଣରେ ଭଉଣୀ ଭାଇ, ଫଳ ଖାଇବାକୁ ବଢ଼ାଇଛ ମନ, ଆପତ୍ତି ମୋହର ନାହିଁ। ଆଣି ନେଉଅଛ ଡାଳକୁ ମୋହର, ସୂଚନା ନ କରିଥିବେ ଜାଣିପାରିବନି ପୁରାଣ ମୋହର, ଦୁଃଖରେ କିପରି ଜଳେ। କ୍ଷୀର ନୁହେଁ ତୋଲତକ ଧାରରେ, ନୟନୁ ଝରଇ ମୋର, ପୁରାଣ ବେଦନା ଦେଉଛି ବଖାଣି, ବାରକେ ଶ୍ରବଣ କର। ଜନମ କାଳରୁ କେତେ ଦୁଃଖ ସହି, ନମାନି ବରଷା ଝଡ଼ି, ଖରା କାକରରେ ଡାଳ ପତରକୁ ରଖିଛି ଯତନେ ଭିଡ଼ି। ଆଜି ସିନା ତୁମେ ଈର୍ଷା କରୁଛ, ଦେଖି ଫଳ ମାଳ ମାଳ,
ଜାଣିପାରିବନି ଏ ରୂପ ମୋହର ଏତେ ସାଧନାର ଫଳ। ସାନରୁ ହୋଇଲି ବଡ଼ ପର୍ଯ୍ୟନ୍ତ କରମ ପଥର ଧାରେ। କରମକୁ ମୂଳ ମତର କରିନ ପର ଉପକାର କରେ। ଚେରମୂଳ ଠାରୁ ଡାଳ ପତରରେ ଫୁଲ ଫଳ ଆଦି କରି ଛାଇରେ ଆସରା ଦେଇଛି ସଭିଙ୍କୁ ବକଳ ହୃଦୟ ଚିରି। ଅନ୍ତର ଫେଡ଼ି ନ କହୁଛି ତୁମକୁ କରନି ଆକୁଳ ମତେ। ତୁମରି ସେବାରେ ରହିଛି ନୀତି ମୁଁ ଖାଓରେ ଖାଇବ ଯେତେ। ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି। ଏ ସାରା ଜୀବନ କରମ ପଥରେ ହେଳା ନ କରିବ କେହି। ଜଗତ ହିତରେ ଗଛ ଲଗାଇବ ସବୁଜିମା ଜୀବ ଭରି। ଧରଣୀ ହସିଲେ ଆମ ପରିବେଶ ହବ ନାହିଁ ହତ ସିରି। ତାହେଲେ ପିଲାମାନେ ଏ ଯେଉଁ ଗଛ କାହାଣୀ କବିତାଟିରେ କବି ଡକ୍ଟର ରାମଚନ୍ଦ୍ର ନାୟକ ଗଛ ଆମକୁ କ'ଣ ଦେଇଛି? ଗଛ ଆମକୁ ସବୁ କିଛି ଦିଏ, ତଥାପି ମଧ୍ୟ ସେ କେବେ ମୁଁ ଏଇଟା ଦେଇଛି ସେଇଟା ଦେଇଛି କିଛି କହେନି। ତାକୁ ଯେତେ କଷ୍ଟ ଦେଉଥିଲେ ମଧ୍ୟ, ଆମେ ଯେତେ ଯନ୍ତ୍ରଣା ଦେଉଥିଲେ ମଧ୍ୟ ସେ କେବେ ବି ନିଜ ସେବାରୁ ଦୂରେଇ ଯାଏ ନାହିଁ। ତ ସେଇ ଗଛଟିଏ ନିଜର ଦୁଃଖ ଜଣାଉଛି। କବି କହୁଛନ୍ତି, ନରମ ଗଳାରେ ଗଛଟି କହଇ ଶୁଣରେ ଭଉଣୀ ଭାଇ, ଫଳ ଖାଇବାକୁ ବଳାଇଛ ମନ ଆପତ୍ତି ମୋର ନାହିଁ। ଫଳ ଖାଉଛ, ଯେତେ ଇଚ୍ଛା ସେତେ ଫଳ ଖାଇ ଚାଲିଛ, କିନ୍ତୁ ଗଛଟିଏ କେବେ ବି ଆପତ୍ତି କରିନାହିଁ ଯେ ମୋର ଫଳ ତୁମେ କାହିଁକି ଖାଉଛ। ଟାଣି ନେଉଅଛ ଡାଳକୁ ମୋହର ସଚନା ନ କରିଥିଲେ, ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି। ହେଲେ ଆମେ ସେଇ ଗଛର ଡାଳକୁ ଟାଣି ନେଇଯାଉଛି, କାଟି ଦେଉଛି, କିନ୍ତୁ ସେ କିପରି ଦୁଃଖରେ ଜଳୁଛି ତାହା ଆମେ କେବେ ଚିନ୍ତା କରୁନୁ। କ୍ଷୀର ନୁହେଁ ଏ ତ ଲତକ ଧାରରେ ନୟନ ଝରଇ ମର, ପରାଣ ବେଦନା ଦେଉଛି ବଖାଣି ବାରକେ ଶ୍ରବଣ କର। କ୍ଷୀର ନୁହେଁ, ଯେଉଁ ଆମେ ଡାଳ କିମ୍ବା ପତ୍ରଟିଏ ଗଛରୁ ଛିଡ଼େଇ ନେଲେ ସେଇ କ୍ଷୀର ବାହାରେ। ତ ସିଏ କହୁଛି, ଗଛଟି କହୁଛି ଏ କ୍ଷୀର ନୁହେଁ, ଇଏ ହେଉଛି ଲତକର ଧାର। ନୟନ ଝରଇ ମର, ପରାଣ ବେଦନା ଦେଉଛି ବଖାଣି ବାରକେ ଶ୍ରବଣ କର। ଜନ୍ମ କାଳରୁ କେତେ ଦୁଃଖ ସହି, ଜନ୍ମ କାଳରୁ କେତେ ଦୁଃଖ ସହିଛି, କେତେ ବର୍ଷା ଝଡ଼ି ଖରା କାକର ସହି ଡାଳପତ୍ରକୁ ଯତନେ ରଖିଛି ଭିଡ଼ି। ହେଲେ ଆଜି ସିନା ତୁମେ ଈର୍ଷା କରୁଛ, ଦେଖି ଫଳ ମାଳ ମାଳ, ଫଳ ଦେଖିଲେ ଫୁଲ ଦେଖିଲେ ଆମେ ପିଲାମାନେ ବି କ'ଣ ଟେକା ପଥର ମାରି ଆମେ ସେ ଫଳକୁ କିପରି ଖାଇବା ସେଥିପାଇଁ ଆମେ ଲାଗି ପଡ଼ିଥାନ୍ତି। ତ ଆଜି ଗଛଟି କହୁଛି, ଆଜି ସିନା ତୁମେ ଈର୍ଷା କରୁଛ, ଦେଖି ଫଳ ମୋର ମାଳ ମାଳ, ଜାଣିପାରିବନି ଏ ରୂପ ମୋହର କେତେ ସାଧନାର ଫଳ। କେତେ ବର୍ଷା ଝଡ଼ି ଝଞ୍ଜାକୁ ବେଖାତିର କରି ସେ ନିଜ ଠାରେ ଫଳକୁ ସାଇତି ରଖିଛି। ସାନରୁ ହଇଲି ବଡ଼ ପର୍ଯ୍ୟନ୍ତ କରମ ପଥର ଧାରେ, କରମକୁ ମୂଳ ମନ୍ତର କଳିନ ପର ଉପକାର କରେ। ହେଲେ ସାନରୁ ବଡ଼ ହେଲା ପର୍ଯ୍ୟନ୍ତ ସେ କେତେ ଦୁଃଖ ଯନ୍ତ୍ରଣା ସତମା ସହିଛି। କରମ ପଥରେ କରମକୁ ମୂଳ ମନ୍ତରଣ କରିନ ପରର ଉପକାର କରି ଆସିଛି। ଚେରମୂଳ ଠାରୁ ଡାଳ ପତରରେ
ଫୁଲ ଫଳ ଆଦି କରି ଛାଇରେ ଆସରା ଦେଇଛି ସଭିଙ୍କୁ ବଳ ପ୍ରୟୋଜନ। ଚେରରୁ ମୂଳ ପର୍ଯ୍ୟନ୍ତ, ମୂଳଠାରୁ ଡାଳପତ୍ର ପର୍ଯ୍ୟନ୍ତ ଫୁଲ ଫଳ କରି ସବୁଥିରେ ଆମର ଉପକାର ଆସିଛି। ଏମିତି ବହୁତ ବୃକ୍ଷ ଅଛନ୍ତି ଯାହାର ଚେର ଆଉ ମୂଳ ଔଷଧୀୟ ଗୁଣ ରହିଛି। ପ୍ରତ୍ୟେକ ଗଛରେ ଔଷଧୀୟ ଗୁଣ ରହିଛି। ତ କହୁଛି ସେ ଚେର ମୂଳ ଠାରୁ ଡାଳ ପତ୍ର ଫୁଲ ଫଳ ଫୁଲ ଫଳ ଛାଡ଼ିଦିଅ, ଚେର ମୂଳ ଛାଡ଼ିଦିଅ, ଛାଇରେ ମଧ୍ୟ ସମସ୍ତଙ୍କୁ ଆଶ୍ରୟ ଦେଇଛି। ହେଲେ ସବୁବେଳେ ସିଏ ଆମର ଜୀବଜଗତ ପାଇଁ, ପ୍ରାଣୀ ଜଗତ ପାଇଁ ବିଶେଷ ବହୁତ ଉପକାର ସାଧନ କରିଛି। ଯେତେ ଦୁଃଖ ଯନ୍ତ୍ରଣା ଦେଲେ ମଧ୍ୟ ସେ କେବେ କହିନାହିଁ ଯେ ମୁଁ ଆଉ ତୁମକୁ ସେବା ଦେବିନି। ଅନ୍ତର ଫେରିଣ କହୁଛି ତୁମକୁ କରନି ଆକୁଳ ମତେ। ଅନ୍ତରରୁ କହୁଛି ମତେ ଆଉ ଆକୁଳ କର ନାହିଁ, ମତେ ଆଉ ତୁମେ ଦୁଃଖ ଦିଏନି। ତୁମରି ସେବାରେ ରହିଛି ନୀତି ମୁଁ, ଖାଓରେ ଖାଇବି ଯେତେ। ତୁମର ସେବା ପାଇଁ ମୁଁ ରହିଛି, ତୁମର ପାଇଁ ମୁଁ ରହିଛି। ଯେତେ ଖାଇବ ଖାଇ ଚାଲ, ମୁଁ କେବେ ମନା କରିବି ନାହିଁ। ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି, ମୋ ଫଳ ଖାଅ, ମୋ ଛାଇରେ ରୁହ, ମୋର ଡାଳପତ୍ର ବ୍ୟବହାର କର। ମୋ ଫଳ ଖାଅ, ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ଏ ସାରା ଜୀବନ ପରମ ପଥରେ ହେଳା ନ କରିବ କେହି। ମୋର ଫଳ ଖାଅ ଆଉ ମୋହରି ଆଗରେ ଶପଥ କର। ପଛଟି କହୁଛି ଏଇ ତୁମର ଜୀବନ ସାରା କର୍ମ ପଥରେ ହେଳା ନ କରିବ କେହି। କର୍ମ ପଥ କରିଚାଲ, କର୍ମ କରିଚାଲ, କେହି ହେଳା କରିବ ନାହିଁ। ଜନହିତରେ ଗଛ ଲଗାଇବ, ଜଗତ ହିତରେ ଗଛ ଲଗାଇବ, ସବୁଜିମା ଯିବ ଭରି। ହେଲେ ଜଗତର ହିତ ପାଇଁ ଗଛଟିଏ ଲଗାଇବ, ଯାହାଫଳରେ ସବୁଜିମା ଭରିଯିବ। ଧରଣୀ ହସିଲେ ଆମ ପରିବେଶ ହବ ନାହିଁ ସଦଶ୍ରୀ। ଧରଣୀ କଲେ ପୃଥିବୀ, ପୃଥିବୀ ଯଦି ହସିଲା ଆମ ପରିବେଶ କେବେ ହତଶ୍ରୀ ହେବ ନାହିଁ, କେବେ ହତଶ୍ରୀ ହେବ ନାହିଁ ନା। ତାହେଲେ ଆଜି ଗଛଟି କହୁଛି ଯେ ମତେ ଆଉ ଦୁଃଖ ଯନ୍ତ୍ରଣା ଦିଅନି, ମୋର ଫଳ ଖାଅ ପଛେ, କିନ୍ତୁ ଜଗତର ହିତ ପାଇଁ ଗଛଟିଏ ଲଗାଅ। ତେବେ ପିଲାମାନେ ଆମେ ସମସ୍ତେ ବର୍ତ୍ତମାନ ଖରା ଛୁଟି ଘରେ ଅଛନ୍ତି, ସମସ୍ତେ ଘରେ ଗୋଟିଏ ଗୋଟିଏ ଗଛ ଲଗାଇବା ଆଉ ତାର ଯତ୍ନ ନେବା ନା। ଠିକ ଅଛି। ହେଲେ ଆଜିର ପ୍ରସଙ୍ଗରେ ଆମେ ଡକ୍ଟର ରାମଚନ୍ଦ୍ର ନାୟକଙ୍କର ଲିଖିତ ଗଛ କାହାଣୀ କବିତାଟିକୁ ବୁଝିଲେ। ତେବେ ପରବର୍ତ୍ତୀ ଭିଡ଼ିଓରେ ଆମେ ଏହାର ପ୍ରଶ୍ନ ଉତ୍ତର ନେଇକି ଆସିବା। ତେବେ ଏହିପରି ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲ ନୂଆ ଥିଲେ ସୁନ୍ଦର ସଂସାର ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଲାଇକ୍ ସେୟାର କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ। ଧନ୍ୟବାଦ ରହୁଛି। ପୁଣି ଥରେ ଦେଖାହବ ଆଉ ଏକ ଶିକ୍ଷଣୀୟ ଭିଡ଼ିଓ ସହିତ। ସେତେବେଳେ ଯାଏ ବିଦାୟ ରହୁଛି। ନମସ୍କାର, ଜୟ ଜଗନ୍ନାଥ।